ଅବକାରୀ ଓ ଗୁରୁଣ୍ଡିଆ ପୋଲିସ ମିଳିତ ଚଢ଼ାଉରେ 42 ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ। ରାଉରକେଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗୁରୁଣ୍ଡିଆ ପୋଲିସ ଏବଂ ବଣାଇ ଅବକାରୀ ଅଧିକାରୀଙ୍କ ଗୁରୁଣ୍ଡିଆର ପଙ୍କଡିହି ପଞ୍ଚାୟତର ଜଡ଼ା ଗ୍ରାମରେ ଆଜି ଅଫିମ ଚାଷ ଉପରେ ଚଢ଼ାଉ କରାଯାଇଛି। ଅବକାରୀ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ, ଗୁରୁଣ୍ଡିଆ ଥାନା ଅଧିକାରୀ, ମାଜିଷ୍ଟ୍ରେଟ ଭାବେ ଗୁରୁଣ୍ଡିଆ ତହସିଲଦାର, ତାମରା ରାଜସ୍ୱ ନିରୀକ୍ଷକ ସମେତ 5 ଗୋଟି ଥାନାର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ଚଢ଼ାଉ ଜାରି ରହିଥିଲା। ଜଡ଼ା ଗ୍ରାମରେ 3 ଏକର ଜମିରେ ପ୍ରାୟ 42,000 ଅଫିମ ଗଛ ଚାଷ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ 42 ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ବଣାଇ ଅଞ୍ଚଳ ବର୍ତ୍ତମାନ ମାଫିଆ ରାଜ ଚାଲିଛି। କେଉଁଠି ଖଣି ଲୁଟ୍ କରାଯାଉଛି ତ ଅନ୍ୟ କେଉଁଠି ପୋଲିସ ଓ ଅବକାରୀ ବିଭାଗକୁ ଖୋଲା ଚ୍ୟାଲେଞ୍ଜ ଦେଇ କୋଟି କୋଟି ଟଙ୍କାର ଅଫିମ ଚାଷ କରାଯାଉଛି। ମାଫିଆମାନଙ୍କ ଚରାଭୂଇଁ ବଣାଇ ପାଲଟିଥିବା ବେଳେ ପୋଲିସ ନିଷ୍କ୍ରିୟ ହୋଇଥିବା ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେତେବେଳେ ଘରମାନଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଡକାୟତ ହେଉଛି ତ କେତେବେଳେ ଖଣିରୁ ଲୌହ ପଥର ମାଙ୍ଗାନିଜ ଚୋରି ହେଉଛି ତ କେତେବେଳେ ଅଫିମ ଗଞ୍ଜେଇ ଚାଷ କରି ଲୁଟତରା ଚାଲିଛି। ପୋଲିସର ପାରିବା ପଣିଆ ହାଟରେ ପଡ଼ି ବାଟରେ ବୁଲୁଛି। ଏଥିନେଇ କାହାକୁ ଅଟକ କିମ୍ବା ଗିରଫ କରାଯାଇ ନାହିଁ। ବଣାଇ ଅବକାରୀ ଅଧିକାରୀ ହେମନ୍ତ ମହାନନ୍ଦଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି। ବଣାଇରୁ ସୁରଜ ପ୍ରତାପ ମହାନ୍ତିଙ୍କ ରିପୋର୍ଟ, ପ୍ରତିଜ୍ଞା ଲାଇଭ୍।